ଅକା ମା ବଇ ପାନଗୁଆ ଥୋଇ ମାସକ ଧର୍ମ ମୋର ପାନଗୁଆ ଯାକ ଥୋର। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ରଶ୍ମିତା ଆପଣମାନଙ୍କୁ ୱେଲକମ୍ କରୁଛି ମୋର ଏକ ନ୍ୟୁ ଭିଡ଼ିଓକୁ। ତ ଆପଣମାନେ ଜାଣିଥିବେ ଏଇଟା କାର୍ତ୍ତିକ ମାସ ଚାଲିଛି, ଯେହେତୁ ସମସ୍ତଙ୍କ ଘରେ ତ ହବିଷ ଡାଲମା ହେଉଥିବ, ତ ମୁଁ ବି ବନେଇଥିଲି, ଭାବିଲି ଆପଣମାନଙ୍କ ସାଙ୍ଗରେ ସେୟାର କରିବି। ଚାଲନ୍ତୁ ଦେଖିବା କେମିତି ପ୍ରିପାରେସନ୍ କରିଛି ମୁଁ। ତ ଫାର୍ଷ୍ଟ ମୁଁ କନ୍ଧମୂଳ ଗୁଡ଼ିକୁ ଭଲସେ ଚୋପା ଛଡ଼େଇ କାଟି ନେଇଛି, ତାକୁ ପାଣିରେ ପକାଇ ଦେଇଛି। ଦେନ୍ ମୁଁ କିଛି ସାରୁକୁ ମଧ୍ୟ ଚୋପା ଛଡ଼େଇକି କାଟି ଦେଇଛି, ତାକୁ ଭଲ ଭାବରେ ମାନେ ଚୋପା ସଫା କରିଦେଇଛି ତାକୁ ମଧ୍ୟ କାଟିକି ଆମେ ଗୋଟେ ଜାଗାରେ ରଖିଦେବା। ସାରୁକୁ ମୁଁ ପାଣିରେ ପକାଇ କାଟିଲିନି, ଯେହେତୁ ହାତ କୁଣ୍ଡେଇ ହୁଏ ପ୍ରାୟ ଟାଇମ୍। ଦେନ୍ କଞ୍ଚା କଦଳୀ ମଧ୍ୟ ଆମେ ଆଡ଼୍ କରିବା, ଯେହେତୁ ଏଥିରେ ଆଳୁ ପଡ଼େ ନା, ଆମର କଖାରୁ ବି ପଡ଼େ ନା, ତ ଓନ୍ଲି ଏତିକି ଆଇଟମ୍କୁ ହିଁ ନେଇକି ଆମେ କରିବା, ଏଇ ଜିନିଷକୁ ନେଇକି। ଦେନ୍ ଓଉ ମଧ୍ୟ ପଡ଼େ ଏଥିରେ। ଓଉ ଯେହେତୁ କଟା ହେଇଥିଲା, ତ ମୁଁ ତାକୁ କାଟିନି, ଆପଣଙ୍କୁ ସେମିତି ଦେଖାଇ ଦେଇଛି। ଦେନ୍ ତାକୁ ଭଲସେ ସଫା କରିଦେଇଛି ଆମର। ଆଉ ଗୋଟେ ଡେକ୍ଚିରେ ଆମର ତାକୁ ମୁଁ ପ୍ରିପାରେସନ୍ ହେବା ପାଇଁ ବସାଇ ଦେଇଛି, ଯେହେତୁ ଟିକେ ଟାଇମ୍ ଲାଗେ ଆକୁ ସିଝିବା ପାଇଁ। ତ କନ୍ଧମୂଳ ଆଉ ସାରୁକୁ ଆଗ ଆଡ଼୍ କରିଦେଇଛି। ତାପରେ ଟେଷ୍ଟ ଆକର୍ଡ଼ିଂ ମୁଁ ଲୁଣ ବି ମଧ୍ୟ ପକାଇ ଦେଇଛି ସେଥିରେ। ସେଇଟା ଆମେ ବର୍ତ୍ତମାନ ସିଝିବା ପାଇଁ ବସାଇଦେବା ଟିକେ ସମୟ। ଦେନ୍ ମୁଁ ଏପଟେ କ'ଣ କଲି, ସେଇ ଓଉକୁ ଯେହେତୁ ସିଝିବନି, ତ ଟିକେ ଆମେ ଦରଛେଚା କରିକି ପକାଇଲେ ତା ଟେଷ୍ଟଟା ଟିକେ ଭଲ ଆସେ ଆଉ ଭଲରେ ସିଝି ମଧ୍ୟ ଯାଏ। 5-6 ଖଣ୍ଡ ଓଉକୁ ମୁଁ ନେଇଯାଇଥିଲି, ତାକୁ ଭଲ ଭାବରେ ଛେଚି ଦେଇଥିଲି, ଦରଦର ଛେଚା। ଦେଖିପାରୁଥିବେ ମୁଁ କେମିତି କରିଛି, ସେଇଭଳିଆ ଛେଚି ନେବେ। ଦେନ୍ ମୁଁ କିଛି ଅଦାକୁ ନେଇଯାଇଥିଲି, 1 ଇଞ୍ଚ ଅଦା ହେବ। ଦେନ୍ କଞ୍ଚା ଲଙ୍କା ବି ମଧ୍ୟ ନେଇଯାଇଥିଲି, କଞ୍ଚା ଲଙ୍କା ଅଦାକୁ ଛେଚି ଦେଇଥିଲି। ତାକୁ ଛେଚି ସାରିଲା ପରେ ମୁଁ ଅଦା, କଞ୍ଚା ଲଙ୍କା ଆଉ ଆମର ରହିଲା କଦଳୀ, ଓଉ, ତାକୁ ଏକା ସାଙ୍ଗରେ ପକାଇ ଦେଇଛି। ମୁଁ ମିକ୍ସ କରିଦେଇଛି, ଭିଡ଼ିଓଟା ଦେଖାଇ ପାରିଲିନି ଆପଣଙ୍କୁ। ତ ଏକା ସାଙ୍ଗେ ଛାଡ଼ିଦେବା ଆମେ ତାକୁ ଟିକେ ବଏଲ୍ ହେବା ପାଇଁ। ଅଳ୍ପ ଟିକେ 2-3 ଫୁଟଣ ବଏଲ୍ ଆସିଲା ପରେ ସେଥିରେ ଆମେ ମୁଗ ଡାଲି ଆଡ଼୍ କରିବା। ଯେହେତୁ ମୁଗ ଡାଲି ସିଝିବା ପାଇଁ ବେଶୀ ସମୟ ଲାଗେ ନା, ତ ତାକୁ ଟିକେ ଲାଷ୍ଟରେ ହିଁ ଆଡ଼୍ କରିବେ। ତାପରେ ତାକୁ ଟିକେ ସିଝିବା ପାଇଁ ଛାଡ଼ିଦେବେ। ପାଖାପାଖି 20-25 ମିନିଟ୍ ସିଝିଲା ପରେ, ଫୁଟଣ ଆସିଲା ପରେ ଆପଣ ଦେଖିଦେବେ, ସେ ସିଝିଗଲା ପରେ ଆମର ତାକୁ ଫୁଟିବା ପାଇଁ ଆମେ ଛାଡ଼ିଦେବା। ଏବେ ଏପଟେ ମୁଁ କ'ଣ କରିଛି, ମୁଁ ଏପଟେ ଗ୍ୟାସ୍ ଅନ୍ କରିକି କଢ଼େଇ ବସାଇ ଦେଇଛି। କଢ଼େଇରେ ଦେଖିପାରୁଥିବେ ସେପଟ ସାଇଡ଼୍ରେ ମୁଁ ଶୁଖିଲା ଲଙ୍କାକୁ ଜିରା ରଖିଦେଇଛି, ଏବଂ କଢ଼େଇ ତାତିଗଲା ପରେ ସେଥିରେ ମୁଁ ତେଲ ଆଡ଼୍ କରିଦେଇଛି। ଆମର ତେଲ ଟିକେ ଗରମ ହେଇଯାଇଥିଲା, ତ ସେଥିରେ ମୁଁ ତାକୁ ଫୁଟଣ ପାଇଁ ପକାଇ ଦେଇଛି। ଭଲସେ ଟିକେ ଜିରା ଫୁଟିଗଲା ପରେ ମୁଁ ସେଥିରେ ଆଡ଼୍ କରିଦେଇଥିଲି। ୟାର ଭିଡ଼ିଓଟା ସ୍କିପ୍ ହେଇଗଲା, ମୁଁ କରିପାରିଲିନି। ତାପରେ ଟିକେ ଜଷ୍ଟ 5-10 ମିନିଟ୍ ଛାଡ଼ିକି ମୁଁ ସେଥିରେ ଜିରା ଲଙ୍କା ଗୁଣ୍ଡ ଆଡ଼୍ କରିଦେଇଥିଲି। ଗରମ ଥିଲାବେଳେ ଟିକେ ଜିରା ଲଙ୍କା ଗୁଣ୍ଡ ପକାଇବେନି, ବାସ୍ନା ଟିକେ ଆସିବନି ତା'ର। ଦେନ୍ ଆମର ପ୍ରିପେୟାର ହେଇଗଲା ହବିଷ ଡାଲମା। ସର୍ଭ କରନ୍ତୁ ଆଉ ଏନ୍ଜୟ କରନ୍ତୁ। ବାଏ ବାଏ।